समस्त को स्वागत जनाऊँगी आज भिडियो आलोचना को। आज भिडियो रे यूजीसी नेट ओडिया 2020 मसीह आसीथिबा प्रश्न गुडी को आलोचना करिबा। प्रथम प्रश्न हेउची स्वरर परिवर्तन घटिबारु अर्थर परिवर्तन घटे एही प्रक्रिया को कोन कुहा जाय? ऑप्शन 1 अपश्रुति, ऑप्शन 2 अभिश्रुति, ऑप्शन 3 सुरति ध्वनि, ऑप्शन 4 स्वर संगति। स्वरर परिवर्तन घटिबारु अर्थर परिवर्तन घटे एही प्रक्रिया को कोन कुहा जाय? सठिक उत्तर हेबो ऑप्शन 1 अपश्रुति। परवर्ती प्रश्न नगर नर एठारे केउ प्रक्रिया संगठित होइअछि? ऑप्शन 1 आदि स्वर लोप, ऑप्शन 2 मध्य व्यंजन लोप, ऑप्शन 3 अंत्य व्यंजन लोप, ऑप्शन 4 मध्य स्वर लोप। सठिक उत्तर हेबो ऑप्शन 2 मध्य व्यंजन लोप। परवर्ती प्रश्न प्रीति पीरति ए प्रक्रिया को कोन कुहा जाय? आदि स्वरागम, मध्य स्वरागम, अंत्य स्वरागम, सम स्वरागम। सठिक उत्तर हेबो ऑप्शन 2 मध्य स्वरागम। परवर्ती प्रश्न फतेई उक्त शब्दटी केउ मूल शब्दरु आनीत? इंग्राजी, पोर्तुगीज, अरबी, पारसी। फतेई उक्त शब्दटी केउ मूल शब्दरु आनीत? सठिक उत्तर ऑप्शन 4 फारसी। परवर्ती प्रश्न मणहि की धरणर शब्द? देशज, द्राविड़, तत्सम, तद्भव। मणहि की धरणर शब्द? सठिक उत्तर हेबो ऑप्शन 1 देशज शब्द। परवर्ती प्रश्न घ की प्रकारर ध्वनि? ऑप्शन रे अछि ओघस अल्प प्राण, ओघस महाप्राण, सघस अल्प प्राण, सघस महाप्राण। घ की प्रकार ध्वनि? सठिक उत्तर हेबो ऑप्शन 4 सघस महाप्राण। परवर्ती प्रश्न केउ कारण जोगु बेगी बेईगिरे परिणत होइछि? ऑप्शन रे अछि सम स्वरागम, अंत्य स्वरागम, स्वर भक्ति, आदि स्वरागम। सठिक उत्तर हेबो ऑप्शन 3 स्वर भक्ति। परवर्ती प्रश्न लिंग वचन काल और विभक्ति भेदरे जेउ पदर कोनोसी परिवर्तन घटे नाही व्याकरण रे ताकू केउ पद भावरे चिन्हित करा जाइछि? ऑप्शन रे अछि विशेषण पद, विशेष्य पद, अव्यय पद, क्रियापद। सठिक उत्तर हेबो ऑप्शन 3 अव्यय पद। परवर्ती प्रश्न जय विजय श्रीडालेख केउ राजांक समय रे खोदित? ऑप्शन 1 प्रतापरुद्र देव, ऑप्शन 2 नरसिंह देव, ऑप्शन 3 अनंग भीम देव, ऑप्शन 4 कपिलेन्द्र देव। जय विजय श्रीडालेख केउ राजांक समय रे खोदित? सठिक उत्तर हेबो ऑप्शन 1 प्रतापरुद्र देव। परवर्ती प्रश्न कलसा चौतीसा, रुद्र सुधानिधि, सोमनाथ व्रत कथा एही ग्रंथ गुड़िक केउ धर्म चेतना को नहीं रचित? ऑप्शन रे अछि बौद्ध धर्म, शाक्त धर्म, शैव धर्म, ब्राह्म धर्म। सठिक उत्तर हेबो ऑप्शन 3 शैव धर्म। परवर्ती प्रश्न
କେବଳ ବିରହୀ ଦୂର ବିଦେଶରେ ରହି ବିନୟ ପତ୍ରିକା ପ୍ରିୟା ଛାନ୍ଦକୁ ଲେଖଇ ବହୁତ ବିନୟ କରି ଭଜନ୍ତ ଲିହିଲା ମୁଦି ମୁଦ ଦେଇ ସୁକ ଗଡ଼େ ଲମ୍ବାଇଲା। ଏହା କେଉଁ ଧରଣର ରଚନା? ଅପସନରେ ଅଛି କୋଇଲି, ଚଉତିଶା, ଚିଟାଉ, ଚମ୍ପୁ। ସଠିକ ଉତ୍ତର ହେବ ଅପସନ 3 ଚିଟାଉ। ପରବର୍ତ୍ତୀ ପ୍ରଶ୍ନ, ମଲ୍ଲିମାଡ଼ ଶ୍ୟାମକୁ ଦେବି ମନ ତୋଷିବି ଗ୍ରୀଷମ ହୋଇଲେ ବାସ ଚନ୍ଦନ ମୁଁ ଲେପିବି। ଉକ୍ତ ପଦଟି କାହାର ରଚନା? ଉପେନ୍ଦ୍ର ଭଞ୍ଜ, ଧନଞ୍ଜୟ ଭଞ୍ଜ, ଭକ୍ତଚରଣ ଦାସ, ଗୋପାଳ କୃଷ୍ଣ ପଟ୍ଟନାୟକ। ସଠିକ ଉତ୍ତର ଅପସନ 1 ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, ଧୀରେ ଘେନ କାନନରେ କୃଷ୍ଣ ବିଡ଼ମ୍ବିତ ବାତ୍ସଲ୍ୟ ମମତା ଘେନି ଭାଡ଼ୁଛନ୍ତି ମାତ କଡ଼ା ମାଣିକରେ। ଉକ୍ତ ପଦଟି କେଉଁ କାବ୍ୟର ଅଂଶବିଶେଷ? ଅପସନରେ ଅଛି ମଥୁରା ମଙ୍ଗଳ, ବିଦଗ୍ଧ ଚିନ୍ତାମଣି, ରସକଲ୍ଲୋଳ, ପ୍ରେମ ଚିନ୍ତାମଣି। ସଠିକ ଉତ୍ତର ହେବ ଅପସନ 1 ମଥୁରା ମଙ୍ଗଳ। ପରବର୍ତ୍ତୀ ପ୍ରଶ୍ନ, ଚଟକ ଚନ୍ଦ୍ରହାସ ଚମ୍ପୁ କି ପ୍ରକାର ରଚନା? ରୀତିଯୁଗୀୟ, ପୌରାଣିକ କଥାବସ୍ତୁ ମୂଳକ, ଚ ଆଦ୍ୟବର୍ଣ୍ଣ ଯୁକ୍ତ, ବ୍ୟଙ୍ଗାତ୍ମକ। ଚଟକ ଚନ୍ଦ୍ରହାସ ଚମ୍ପୁ କି ପ୍ରକାର ରଚନା? ସଠିକ ଉତ୍ତର ଅପସନ 4 ବ୍ୟଙ୍ଗାତ୍ମକ। ପରବର୍ତ୍ତୀ ପ୍ରଶ୍ନ, ପୁରାତନ ବିଷୟ ଘେନି ଶକ୍ତିର ଓ ଶ୍ରମର ଅଯଥା ବିନିଯୋଗ କର କାହିଁକି? ତୁମେ ସହସ୍ର ଚେଷ୍ଟା କଲେ ହେଁ ବ୍ୟାସଦେବଙ୍କ ସୁଭଦ୍ରାଙ୍କୁ ଅଧିକ ସୁନ୍ଦର କରିପାରିବ ନାହିଁ। ନୂତନ ଗଢ଼ିବାର ଚେଷ୍ଟା କର। କବି ରାଧାନାଥଙ୍କ ଉଦ୍ଦେଶ୍ୟରେ ଉକ୍ତ ବକ୍ତବ୍ୟଟି କାହାର? ଅପସନରେ ଅଛି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉମେଶ ଚନ୍ଦ୍ର ଦତ୍ତ, ଭୂଦେବ ମୁଖୋପାଧ୍ୟାୟ, ଜନ୍ ବିମ୍ସ। ସଠିକ ଉତ୍ତର ଅପସନ 3 ଭୂଦେବ ମୁଖୋପାଧ୍ୟାୟ। ପରବର୍ତ୍ତୀ ପ୍ରଶ୍ନ, ସାଧୁ ଭାଷାର୍ଥ ବିଧାନ କିଏ ରଚନା କରିଥିଲେ? ଭୁବନାନନ୍ଦ, ନ୍ୟାୟଙ୍କର, ମୋହନ ପ୍ରସାଦ ଠାକୁର, ରେଭେରେଣ୍ଡ ଡବ୍ଲ୍ୟୁ ମିଲର, ଆମୋସ ସଟନ। ସଠିକ ଉତ୍ତର ହେବ ଅପସନ 4 ଆମୋସ ସଟନ। ପରବର୍ତ୍ତୀ ପ୍ରଶ୍ନ, ପରଥମ ପ୍ରଣୟ ଗୋ ପୁଲକ ଭରା ବିରହ ଦୀର୍ଘ ଶ୍ୱାସ ମରମ ଥରା। ଉଦ୍ଧୃତ ପଦ୍ୟାଂଶଟି ନିମ୍ନ ପ୍ରଦତ୍ତ କେଉଁ କବିଙ୍କ ରଚନା? ଅପସନ 1 ମାୟାଧର ମାନସିଂହ, ଅପସନ 2 ବୈକୁଣ୍ଠନାଥ ପଟ୍ଟନାୟକ, ଅପସନ 3 କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅପସନ 4 ଅନ୍ନଦାଶଙ୍କର ରାୟ। ସଠିକ ଉତ୍ତର ଅପସନ 4 ଅନ୍ନଦାଶଙ୍କର ରାୟ। ପରବର୍ତ୍ତୀ ପ୍ରଶ୍ନ, ବାସନ୍ତୀ ଉପନ୍ୟାସରେ ସବୁଠାରୁ ଅଧିକ ପରିଚ୍ଛେଦର ରଚୟିତା କିଏ? ଅପସନରେ ଅଛି କାଳିନ୍ଦୀ ଚରଣ ପାଣିଗ୍ରାହୀ, ହରିହର ମହାପାତ୍ର, ଅନ୍ନଦାଶଙ୍କର ରାୟ, ଶ୍ରୀମତୀ ଶାରଳା ଦେଇ। ସଠିକ ଉତ୍ତର ହେବ ଅପସନ 4 ଶ୍ରୀମତୀ ଶାରଳା ଦେଇ। ପରବର୍ତ୍ତୀ ପ୍ରଶ୍ନ, ପଦ୍ମମାଳୀ ଉପନ୍ୟାସ କେଉଁ ଦେଶୀୟ ଗଡ଼ଜାତ ରାଜ୍ୟର ଅତ୍ୟାଚାରିତ କାହାଣୀକୁ ନେଇ ପରିକଳ୍ପିତ? ଅପସନରେ ଅଛି ମୟୂରଭଞ୍ଜ, ନୀଳଗିରି, ଢେଙ୍କାନାଳ, ପାଟଣାଗଡ଼। ସଠିକ ଉତ୍ତର ଅପସନ 2 ନୀଳଗିରି। ପରବର୍ତ୍ତୀ ପ୍ରଶ୍ନ, ସେ ପିଅନଟା ମୂର୍ଖ ଇଂରାଜୀ ପଢ଼ି ନାହିଁ ତାର ଗୋଟିଏ ଦେଶୀ ହୃଦୟ ଅଛି ବିଚାରା କଲା କ'ଣ ଏ? ଗଦ୍ୟାଂଶଟି ଫକୀରମୋହନଙ୍କ କେଉଁ ଗଳ୍ପରୁ ଉଦ୍ଧୃତ? ପେଟେଣ୍ଟ ମେଡିସିନ, ପାଠୋଇ ବୋହୂ, ସଭ୍ୟ ଜମିଦାର, ଡାକ ମୁନ୍ସି।
ସଠିକ୍ ଉତ୍ତର ହେବ ଅପସନ୍ 4 ଡାକ ମୁନ୍ସି। ପରବର୍ତ୍ତୀ ପ୍ରଶ୍ନ, ମୁଁ ନୁହେଁ ଧୂପର ହିରୋ ଗାର୍ଲ ସ୍କୁଲ ଚୁମ୍ବନ ବା ଚମ୍ପୁର ନାୟକ ଚାରୁକଳା ଅଭାବ ମୋଠାରେ। ଏ କବିତାଂଶରେ ଧୂପ, ଗାର୍ଲ ସ୍କୁଲ, ଚୁମ୍ବନ, ଚମ୍ପୁ ଆଦିର ଉଲ୍ଲେଖକୁ ଆଧୁନିକ ପାଶ୍ଚାତ୍ୟ ସମାଲୋଚନା ପଦ୍ଧତିରେ କ'ଣ କରାଯାଇପାରେ? ଅପସନ୍ରେ ଅଛି ଇଣ୍ଟରଟେକ୍ସଚୁଆଲିଟି, ଅପସନ୍ 2 ଷ୍ଟ୍ରକ୍ଚର ପାୱାର, ଅପସନ୍ 3 ପ୍ରାକ୍ଟିକାଲ କ୍ରିଟିସିଜିମ୍, ଅପସନ୍ 4 ସିଗ୍ନିଫାଇଡ୍। ସଠିକ୍ ଉତ୍ତର ହେବ ଅପସନ୍ 1 ଇଣ୍ଟରଟେକ୍ସଚୁଆଲିଟି। ପରବର୍ତ୍ତୀ ପ୍ରଶ୍ନ, ସିମ୍ବଲ ବା ପ୍ରତୀକର ଗୁରୁତ୍ୱ ଅବିସମ୍ବାଦୀ କାରଣ ଏହା କଳ୍ପନାକୁ ଏକ ଯୁକ୍ତିଯୁକ୍ତ ଛାଞ୍ଚରେ ବାନ୍ଧି ରଖେ। ଏକଥା କେଉଁ କବି କହିଛନ୍ତି? ହରପ୍ରସାଦ ଦାସ, ସଚ୍ଚିଦାନନ୍ଦ ରାଉତରାୟ, ବେଣୁଧର ରାଉତ, ଦୀପକ ମିଶ୍ର। ସଠିକ୍ ଉତ୍ତର ଅପସନ୍ 2 ସଚ୍ଚିଦାନନ୍ଦ ରାଉତରାୟ। ପରବର୍ତ୍ତୀ ପ୍ରଶ୍ନ, ଭାନୁମତୀର ଶ୍ୟାମ ସ୍ନିଗ୍ଧ ଚରା ମଝିରେ ତାର ଏପ୍ରିଲ ସକାଳର ନେଳିଆ ଖରାର ଚଉତରା ପଂକ୍ତିଟିରେ କେଉଁ ସାହିତ୍ୟିକ ବାଦର ସୂଚନା ଲକ୍ଷିତ ହେଉଛି? ପ୍ରତୀକବାଦ, ବାସ୍ତବବାଦ, ସାମ୍ୟବାଦ, ଅତି ବାସ୍ତବବାଦ। ସଠିକ୍ ଉତ୍ତର ଅପସନ୍ 4 ଅତି ବାସ୍ତବବାଦ। ପରବର୍ତ୍ତୀ ପ୍ରଶ୍ନ, ପରିଭାଷିକ ଶବ୍ଦ ଭାବରେ କବିତାର ପ୍ରତ୍ୟେକ ଧାଡ଼ିକୁ ପାଦ, ଦୁଇ ବା ତତୋଧିକ ପାଦର ସମାବେଶକୁ ପଦ କୁହାଯାଉଥିଲେ ଏକାଧିକ ପଦର ସମାହାରକୁ କ'ଣ କୁହାଯିବ? ଚରଣ, ଛାନ୍ଦ, ସ୍ତବକ, ଅନୁଚ୍ଛେଦ। ସଠିକ୍ ଉତ୍ତର ହେବ ଅପସନ୍ 3 ସ୍ତବକ। ପରବର୍ତ୍ତୀ ପ୍ରଶ୍ନ, ସୁରେନ୍ଦ୍ର ମହାନ୍ତିଙ୍କ କବି ଗଳ୍ପର ନାୟକ କିଏ? ରାଧାନାଥ ରାୟ, ଦୀନକୃଷ୍ଣ ଦାସ, ରାଧାମୋହନ ଗଡ଼ନାୟକ, ମଧୁସୂଦନ ରାଓ। ସଠିକ୍ ଉତ୍ତର ହେବ ଅପସନ୍ 2 ଦୀନକୃଷ୍ଣ ଦାସ। ପରବର୍ତ୍ତୀ ପ୍ରଶ୍ନ, ବୁଦ୍ଧଙ୍କ ଜନ୍ମସ୍ଥାନ ଭିତ୍ତିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପନ୍ୟାସ? ଶତାବ୍ଦୀର ନଚିକେତା, ଅଦୃଶ୍ୟ ଜଗତରୁ ବାର୍ତ୍ତା, ଅନମାର କନ୍ୟା, ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ। ବୁଦ୍ଧଙ୍କ ଜନ୍ମସ୍ଥାନ ଭିତ୍ତିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପନ୍ୟାସ। ସଠିକ୍ ଉତ୍ତର ହେବ ଅପସନ୍ 3 ଅନମାର କନ୍ୟା। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ରବି ପଟ୍ଟନାୟକଙ୍କ ଗଳ୍ପ ସଂକଳନ ନୁହେଁ? ହିରଣ୍ୟଗର୍ଭ, ଅନ୍ଧଗଡ଼ିର ଅନ୍ଧକାର, ବିଷୁବରେଖା ଓ ଅନ୍ଧଗଡ଼ି। ସଠିକ୍ ଉତ୍ତର ଅପସନ୍ 4 ଓ ଅନ୍ଧଗଡ଼ି। ପରବର୍ତ୍ତୀ ପ୍ରଶ୍ନ, କେଉଁଟି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚନା ନୁହେଁ? ସଂସ୍କୃତ ଓ ସଂସ୍କୃତି, ଇତିହାସ ଓ କିମ୍ବଦନ୍ତୀ, ସାହିତ୍ୟ ଓ ସଂସ୍କୃତି, ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର। ସଠିକ୍ ଉତ୍ତର ଅପସନ୍ 1 ସଂସ୍କୃତ ଓ ସଂସ୍କୃତି। ପରବର୍ତ୍ତୀ ପ୍ରଶ୍ନ, ବ୍ରହ୍ମଜ୍ଞ ମଧୁସୂଦନ ଶୀର୍ଷକ ଜୀବନୀର ରଚୟିତା କିଏ? ସତ୍ୟନାରାୟଣ ରାଜଗୁରୁ, ଚିନ୍ତାମଣି ମହାନ୍ତି, ପଣ୍ଡିତ ମୃତ୍ୟୁଞ୍ଜୟ ରଥ, ଶ୍ୟାମସୁନ୍ଦର ରାଜଗୁରୁ। ବ୍ରହ୍ମଜ୍ଞ ମଧୁସୂଦନ ଶୀର୍ଷକ ଜୀବନୀର ରଚୟିତା କିଏ? ସଠିକ୍ ଉତ୍ତର ଅପସନ୍ 3 ପଣ୍ଡିତ ମୃତ୍ୟୁଞ୍ଜୟ ରଥ। ପରବର୍ତ୍ତୀ ପ୍ରଶ୍ନ, ସମାଜ ବିକାଶର ପ୍ରକାଶ ହେଉଛି ସାହିତ୍ୟ। ଏହି ବିକାଶର ଚଳଣି ସଂସ୍କୃତିରେ ଧରାହୁଏ। ଏହା କାହାର ବକ୍ତବ୍ୟ? ଅପସନ୍ରେ ଅଛି ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ମଧୁସୂଦନ ଦାସ, ଚିତ୍ତରଞ୍ଜନ ଦାସ। ସଠିକ୍ ଉତ୍ତର ହେବ ଅପସନ୍ 2 ନୀଳକଣ୍ଠ ଦାସ। ପରବର୍ତ୍ତୀ ପ୍ରଶ୍ନ,
ପାରମ୍ପରିକ ନିୟମାନୁସାରେ ମଞ୍ଚର କେଉଁ ପାର୍ଶ୍ୱରେ ଅନ୍ତରାଳ ବା ଗ୍ରୀନ୍ ରୁମ୍ ରହିବା ବିଧେୟ? ସମ୍ମୁଖ ଭାଗ, ବାମ ପାର୍ଶ୍ୱ, ଦକ୍ଷିଣ ପାର୍ଶ୍ୱ, ପଶ୍ଚାତ ଭାଗ। ସଠିକ୍ ଉତ୍ତର ହେବ ଅପସନ୍ 4 ପଶ୍ଚାତ ଭାଗ। ପରବର୍ତ୍ତୀ ପ୍ରଶ୍ନ, ନାଟକୀୟ ଚରିତ୍ରମାନଙ୍କ କ୍ଷେତ୍ରରେ ପାରମ୍ପରିକ ଭାବେ କେଉଁ ପାରିଭାଷିକ ଶବ୍ଦ ପ୍ରୟୋଗ କରାଯାଏ? ଅଭିନେତା ଅଭିନେତ୍ରୀ, କୁଶୀଲବ, ନାୟକ ନାୟିକା, ମୁଖ୍ୟ ଚରିତ୍ର, ଗୌଣ ଚରିତ୍ର। ସଠିକ୍ ଉତ୍ତର ଅପସନ୍ 2 କୁଶୀଲବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନ ପ୍ରଦତ୍ତ କେଉଁ ପାରିଭାଷିକ ଶବ୍ଦଟି ନାଟକର ଅଭିନୟ କଳା ସହିତ ସମ୍ପୃକ୍ତ? ବିମର୍ଷ, ନିର୍ବହନ, ଆହାର୍ଯ୍ୟ, ବିଷ୍କମ୍ଭକ। ସଠିକ୍ ଉତ୍ତର ହେବ ଅପସନ୍ 3 ଆହାର୍ଯ୍ୟ। ପରବର୍ତ୍ତୀ ପ୍ରଶ୍ନ, ଧ୍ୱନିବାଦୀ ସିଦ୍ଧାନ୍ତ ଅନୁସାରେ କାବ୍ୟ ସୌନ୍ଦର୍ଯ୍ୟର ଅଭିବୃଦ୍ଧି ପାଇଁ ନିମ୍ନ କେଉଁଟି ଅଧିକ ଗୁରୁତ୍ୱପୂର୍ଣ୍ଣ? ଅପସନ୍ରେ ଅଛି ବାଚ୍ୟାର୍ଥ ଅପେକ୍ଷା ଧ୍ୱନି ବା ବ୍ୟଞ୍ଜନାର୍ଥ, ବାଚ୍ୟାର୍ଥ ଅପେକ୍ଷା ଆଳଙ୍କାରିକତା, ଧ୍ୱନ୍ୟାର୍ଥ ଅପେକ୍ଷା ବାଚ୍ୟାର୍ଥ, ବ୍ୟଞ୍ଜନାର୍ଥ ଅପେକ୍ଷା ଆଳଙ୍କାରିକତା। ସଠିକ୍ ଉତ୍ତର ହେବ ଅପସନ୍ 1 ବାଚ୍ୟାର୍ଥ ଅପେକ୍ଷା ଧ୍ୱନି ବା ବ୍ୟଞ୍ଜନାର୍ଥ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନ ପ୍ରଦତ୍ତ କେଉଁ ଅଳଙ୍କାର ଶାସ୍ତ୍ରରେ ଭାମହ ବକ୍ରୋକ୍ତିର ବିଶ୍ଳେଷଣ କରିଛନ୍ତି? କାବ୍ୟାଦର୍ଶ, କାବ୍ୟାଳଙ୍କାର, ସରସ୍ୱତୀ କଣ୍ଠାଭରଣମ୍, ବକ୍ରୋକ୍ତି, କାବ୍ୟ ଜୀବିତମ୍। ନିମ୍ନ ପ୍ରଦତ୍ତ କେଉଁ ଅଳଙ୍କାର ଶାସ୍ତ୍ରରେ ଭାମହ ବକ୍ରୋକ୍ତିର ବିଶ୍ଳେଷଣ କରିଛନ୍ତି? ସଠିକ୍ ଉତ୍ତର ଅପସନ୍ 2 କାବ୍ୟାଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ସାହିତ୍ୟରେ ଇମେଜିଜମ୍ ବା ଚିତ୍ରକଳ୍ପବାଦର ପ୍ରଥମ ପ୍ରବକ୍ତା କିଏ? ଆମି ଲୋଏର, ଟି.ଏସ୍. ଇଲିୟଟ୍, ଟି.ଇ. ହ୍ୟୁମ୍, ଏଜରା ପାଉଣ୍ଡ। ସଠିକ୍ ଉତ୍ତର ଅପସନ୍ 3 ଟି.ଇ. ହ୍ୟୁମ୍। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ କେଉଁ ବ୍ୟକ୍ତି ଜଣକ ବିଘଟନବାଦୀ ଭାବେ ପରିଚିତ? ଅପସନ୍ରେ ଅଛି ବାରବାରା ଜନସନ୍, ମିଖାଇଲ ବାଖତିନ୍, ଆଇ.ଏ. ରିଚାର୍ଡସ୍, ଜର୍ଜ ଲୁକାସ୍। ସଠିକ୍ ଉତ୍ତର ଅପସନ୍ 1 ବାରବାରା ଜନସନ୍। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଚକ୍ରଧର ମହାପାତ୍ରଙ୍କ ସଂକଳିତ ପୁସ୍ତକ? ଅପସନ୍ରେ ଅଛି ପଲ୍ଲୀବାଣୀ ସଞ୍ଚୟନ, ଉତ୍କଳ ଗାଉଁଲି ଗୀତ ଚୁମ୍ବକ, ଓଡ଼ିଶାର ଲୋକ କାହାଣୀ, ଚଇତି ତାମସା। ସଠିକ୍ ଉତ୍ତର ଅପସନ୍ 2 ଉତ୍କଳ ଗାଉଁଲି ଗୀତ ଚୁମ୍ବକ। ପରବର୍ତ୍ତୀ ପ୍ରଶ୍ନ, ପାରମ୍ପରିକ ଗାଥାର ମୌଳିକ ଲକ୍ଷଣ ଗୁଡ଼ିକ କ'ଣ? ଅପସନ୍ 1 ସ୍ୱରଲୟ ପ୍ରଧାନ ଓ ପରମ୍ପରାର ଜୟଗାନ, ଅପସନ୍ 2 ଦୀର୍ଘ, କଠୋରବର ଓ ସାମାଜିକ କଥାବସ୍ତୁ, ଅପସନ୍ 3 କଥାର ଗୀତିରୂପ ଓ ପରମ୍ପରାର ସ୍ୱୀକୃତି, ଅପସନ୍ 4 ବାଦ୍ୟଯନ୍ତ୍ର ଭିତ୍ତିକ ଗୀତ ଓ ସମୂହ ଗାନ। ସଠିକ୍ ଉତ୍ତର ଅପସନ୍ 3 କଥାର ଗୀତିରୂପ ଓ ପରମ୍ପରାର ସ୍ୱୀକୃତି। ପରବର୍ତ୍ତୀ ପ୍ରଶ୍ନ, ବ୍ୟକ୍ତି ସର୍ଜନ ତତ୍ତ୍ୱ ଅନୁଯାୟୀ ଲୋକସାହିତ୍ୟର ସୃଷ୍ଟି କିପରି ହୁଏ? ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା, ଏକକ ବ୍ୟକ୍ତିଙ୍କ ଦ୍ୱାରା, ବ୍ୟକ୍ତି ଓ ନିସର୍ଗ ପ୍ରକୃତିର ମିଳିତ ପ୍ରଚେଷ୍ଟା ଦ୍ୱାରା, ଦେବତାଙ୍କ ଅନୁକମ୍ପା ହେତୁ।
ବ୍ୟକ୍ତି ସର୍ଜନ ତତ୍ତ୍ୱ ଅନୁଯାୟୀ ଲୋକ ସାହିତ୍ୟର ସୃଷ୍ଟି କିପରି ହୁଏ? ସଠିକ୍ ଉତ୍ତର ଅପସନ୍ 2 ଏକକ ବ୍ୟକ୍ତିଙ୍କ ଦ୍ୱାରା। ପରବର୍ତ୍ତୀ ପ୍ରଶ୍ନ, କେଉଁମାନେ ରୁଦ୍ର ସୁଧାନିଧି ଗ୍ରନ୍ଥର ସମ୍ପାଦନ କରିଛନ୍ତି? ଅପସନ୍ ଏ କରୁଣାକର କର, ଅପସନ୍ ବି ଜଗବନ୍ଧୁ ସିଂ, ଅପସନ୍ ସି ପରମାନନ୍ଦ ଆଚାର୍ଯ୍ୟ, ଅପସନ୍ ଡି କୃଷ୍ଣଚରଣ ସାହୁ। କେଉଁମାନେ ରୁଦ୍ର ସୁଧାନିଧି ଗ୍ରନ୍ଥର ସମ୍ପାଦନ କରିଛନ୍ତି? ସଠିକ୍ ଉତ୍ତର ଅପସନ୍ ଏ କରୁଣାକର କର, ଅପସନ୍ ଡି କୃଷ୍ଣଚରଣ ସାହୁ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦୁଇଟି ଗ୍ରନ୍ଥରେ ସୃଷ୍ଟି ପ୍ରକ୍ରିୟାର ବିବରଣୀ ମିଳେ? ଅପସନ୍ ଏ ବିରାଟ ଗୀତା, ଅପସନ୍ ବି ତୁଳାଭିଣା, ଅପସନ୍ ସି ବଟ ଅବକାଶ, ଅପସନ୍ ଡି ଭାବ ସମୁଦ୍ର। ସଠିକ୍ ଉତ୍ତର ଅପସନ୍ ଏ ବିରାଟ ଗୀତା, ଅପସନ୍ ବି ତୁଳାଭିଣା। ପରବର୍ତ୍ତୀ ପ୍ରଶ୍ନ, କେଉଁ ରଚନା ଗୁଡ଼ିକରେ ଫକୀରମୋହନଙ୍କ ସମ୍ପୃକ୍ତି ରହିଛି? ଅପସନ୍ ଏ ଉତ୍କଳ ସାହିତ୍ୟର ଉନ୍ନତି, କବି ଗୋପାଳକୃଷ୍ଣ ପଟ୍ଟନାୟକ, ଉତ୍କଳ ଭାଷାର ଭୂତ ଭବିଷ୍ୟତ, ସାର୍ ବାସୁଦେବ ସୁଢଳ ଦେବ। କେଉଁ ରଚନା ଗୁଡ଼ିକରେ ଫକୀରମୋହନଙ୍କ ସମ୍ପୃକ୍ତି ରହିଛି? ସଠିକ୍ ଉତ୍ତର ଅପସନ୍ ବି କବି ଗୋପାଳକୃଷ୍ଣ ପଟ୍ଟନାୟକ, ଅପସନ୍ ସି ଉତ୍କଳ ଭାଷାର ଭୂତ ଭବିଷ୍ୟତ। ପରବର୍ତ୍ତୀ ପ୍ରଶ୍ନ, ଦିଲ୍ଲୀ ଚିଠି ସହିତ କେଉଁଗୁଡ଼ିକର ପ୍ରମୁଖ ସମ୍ପୃକ୍ତି ରହିଛି? ଆଞ୍ଚଳିକ ଜାତିପ୍ରୀତି, ଉଦ୍ବୋଧନମୂଳକ ଗଦ୍ୟ, ଜାତୀୟ ରାଜନୀତି, ସଂଳାପମୂଳକ ଗଦ୍ୟ। ଦିଲ୍ଲୀ ଚିଠି ସହିତ କେଉଁଗୁଡ଼ିକର ପ୍ରମୁଖ ସମ୍ପୃକ୍ତି ରହିଛି? ସଠିକ୍ ଉତ୍ତର ଅପସନ୍ ଏ ଆଞ୍ଚଳିକ ଜାତିପ୍ରୀତି, ଅପସନ୍ ବି ଉଦ୍ବୋଧନମୂଳକ ଗଦ୍ୟ। ପରବର୍ତ୍ତୀ ପ୍ରଶ୍ନ, ରବି ପଟ୍ଟନାୟକ ନିମ୍ନ କେଉଁ ଗ୍ରନ୍ଥ ଗୁଡ଼ିକର ସ୍ରଷ୍ଟା? ଅପସନ୍ ଏ ଛାୟାପୁତ୍ରର କାଳ, ଅପସନ୍ ବି ହଳଦୀଘାଟରେ ସନ୍ଧ୍ୟା, ଅପସନ୍ ସି ଅମରିଲତା, ଅପସନ୍ ଡି ହିରଣ୍ୟଗର୍ଭ। ରବି ପଟ୍ଟନାୟକ ନିମ୍ନ କେଉଁ ଗ୍ରନ୍ଥ ଗୁଡ଼ିକର ସ୍ରଷ୍ଟା? ସଠିକ୍ ଉତ୍ତର ଅପସନ୍ ଏ ଛାୟାପୁତ୍ରର କାଳ, ଅପସନ୍ ସି ଅମରିଲତା, ଅପସନ୍ ଡି ହିରଣ୍ୟଗର୍ଭ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦୁଇଟି ଗଳ୍ପ ସଂକଳନର ସ୍ରଷ୍ଟା କୃଷ୍ଣପ୍ରସାଦ ମିଶ୍ର? ଭୃଗୁ ସଂହିତା, ସର୍ପଯାନ, ସନାତନ ଓଝା ଗଲେ କୁଆଡ଼େ, ନାରୀ ମେଧ। କେଉଁ ଦୁଇଟି ଗଳ୍ପ ସଂକଳନର ସ୍ରଷ୍ଟା କୃଷ୍ଣପ୍ରସାଦ ମିଶ୍ର? ସଠିକ୍ ଉତ୍ତର ଅପସନ୍ ଏ ଭୃଗୁ ସଂହିତା, ଅପସନ୍ ସି ସନାତନ ଓଝା ଗଲେ କୁଆଡ଼େ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନ କେଉଁ ଦୁଇଟି ଗଳ୍ପ ସଂକଳନ ସହିତ ରାମଚନ୍ଦ୍ର ବେହେରାଙ୍କୁ ସମ୍ପୃକ୍ତ କରାଯାଇପାରେ? ପ୍ରତିନାୟକ, ଓମକାର ଧ୍ୱନି, କାୟା ପ୍ରବେଶ, ବଞ୍ଚି ରହିବା। ସଠିକ୍ ଉତ୍ତର ଅପସନ୍ ବି ଓମକାର ଧ୍ୱନି, ଅପସନ୍ ଡି ବଞ୍ଚି ରହିବା। ପରବର୍ତ୍ତୀ ପ୍ରଶ୍ନ, କବି ଶରତଚନ୍ଦ୍ର ପ୍ରଧାନଙ୍କ କବିତାର ଦୁଇ ପ୍ରମୁଖ ବୈଶିଷ୍ଟ୍ୟ? ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ ସଚେତନତା, ସଂସ୍କୃତି ସଚେତନତା, ପୁରାଣ ଓ ପରମ୍ପରା ସଚେତନତା, ଉଗ୍ର ବାସ୍ତବତା ପ୍ରତି ଆକର୍ଷଣ। ସଠିକ୍ ଉତ୍ତର ଅପସନ୍ ବି ସଂସ୍କୃତି ସଚେତନତା, ଅପସନ୍ ସି ପୁରାଣ ଓ ପରମ୍ପରା ସଚେତନତା। ପରବର୍ତ୍ତୀ ପ୍ରଶ୍ନ,
କେଉଁଗୁଡ଼ିକ ସୌରୀନ୍ଦ୍ର ବାରିକଙ୍କ ପୁରାଣ ଅନୁସଙ୍ଗ ଭିତ୍ତିକ? ଅପସନ୍ ଏ ଆକାଶ ପରି ନିବିଡ଼, ଅପସନ୍ ବି ଭାରି ମନେ ପଡ଼େ, ଅପସନ୍ ସି ଅନୁଭାରତ, ଅପସନ୍ ଡି ଉପଭାରତ। ସଠିକ୍ ଉତ୍ତର ଅପସନ୍ ସି ଅନୁଭାରତ, ଅପସନ୍ ଡି ଉପଭାରତ। ପରବର୍ତ୍ତୀ ପ୍ରଶ୍ନ, ଗୋଲକ ବିହାରୀ ଧଳଙ୍କର ମଣିଷର ଭାଷା ଓ ଭାଷାଶାସ୍ତ୍ର ପରିଚୟ ବହି ଦୁଇଟି ଯଥାକ୍ରମେ ନିମ୍ନ କେଉଁ କେଉଁ ସାଲରେ ପ୍ରକାଶିତ? ସଠିକ୍ ଉତ୍ତର ହେବ ମଣିଷର ଭାଷା 1953 ମସିହାରେ ପ୍ରକାଶିତ, ଭାଷାଶାସ୍ତ୍ର ପରିଚୟ 1976 ମସିହାରେ ପ୍ରକାଶିତ। ପରବର୍ତ୍ତୀ ପ୍ରଶ୍ନ, ସର୍ବେଶ୍ୱର ଦାସ ଓ ଚିନ୍ତାମଣି ଦାସଙ୍କ ଦ୍ୱାରା କେଉଁ ଦୁଇଟି ପୁସ୍ତକ ରଚିତ? ଅପସନ୍ରେ ଅଛି ବ୍ୟାସକବି ଫକୀରମୋହନ, ସାହିତ୍ୟ ସାଧକ ଫକୀରମୋହନ, ଫକୀରମୋହନ ସେନାପତି, ଯୁଗସ୍ରଷ୍ଟା ଫକୀରମୋହନ। ସର୍ବେଶ୍ୱର ଦାସଙ୍କ ରଚିତ ପୁସ୍ତକ ଯୁଗସ୍ରଷ୍ଟା ଫକୀରମୋହନ, ଚିନ୍ତାମଣି ଦାସଙ୍କ ଦ୍ୱାରା ରଚିତ ପୁସ୍ତକ ସାହିତ୍ୟ ସାଧକ ଫକୀରମୋହନ। ସଠିକ୍ ଉତ୍ତର ହେବ ଅପସନ୍ 2 ଡି ଓ ବି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ବୌଦ୍ଧ ଧର୍ମ ଓ ବୁଦ୍ଧବାଣୀ ଯଥାକ୍ରମେ କେଉଁ ଲେଖକଙ୍କ ରଚନା? ଅପସନ୍ରେ ଅଛି ରାଧାକୃଷ୍ଣ ସାହୁ, ଚନ୍ଦ୍ରଶେଖର ରଥ, ବ୍ରଜବିହାରୀ ବହିଦାର, ନବୀନ କୁମାର ସାହୁ। ସଠିକ୍ ଉତ୍ତର ହେବ ବୌଦ୍ଧ ଧର୍ମ ନବୀନ କୁମାର ସାହୁ, ବୁଦ୍ଧବାଣୀ ରାଧାକୃଷ୍ଣ ସାହୁ। ସଠିକ୍ ଉତ୍ତର ଅପସନ୍ 1। ପରବର୍ତ୍ତୀ ପ୍ରଶ୍ନ, କେଉଁଗୁଡ଼ିକ ପ୍ରତିଭା ରାୟଙ୍କ ରଚିତ ଭ୍ରମଣ କାହାଣୀ? ଅପସନ୍ ଏ ଅପରାଧୀର ସ୍ୱେଦ, ଅପସନ୍ ବି ତୁଷାର ମରୁର ମାୟା, ଅପସନ୍ ସି ଆମେରିକା ଚିଠି, ଅପସନ୍ ଡି ଆଫ୍ରିକା ନାୟିକା ନୀଳନଦୀ। ସଠିକ୍ ଉତ୍ତର ହେବ ଅପସନ୍ ଏ ଅପରାଧୀର ସ୍ୱେଦ, ଅପସନ୍ ବି ତୁଷାର ମରୁର ମାୟା, ଅପସନ୍ ଡି ଆଫ୍ରିକା ନାୟିକା ନୀଳନଦୀ। ପରବର୍ତ୍ତୀ ପ୍ରଶ୍ନ, ବଡ଼ଙ୍ଗା ଓ ବ୍ରହ୍ମପୁରରେ କେଉଁ ଦୁଇ ରଙ୍ଗମଞ୍ଚ ଗଢ଼ି ଉଠିଥିଲା? ଅପସନ୍ ଏ ରୂପଶ୍ରୀ ଥିଏଟର୍ସ, ଅପସନ୍ ବି ରାଧାଗୋବିନ୍ଦ ଥିଏଟର୍ସ, ଅପସନ୍ ସି ରାଧାକୃଷ୍ଣ ଥିଏଟର୍ସ, ଅପସନ୍ ଡି ସାରଥୀ ଥିଏଟର୍ସ। ସଠିକ୍ ଉତ୍ତର ହେବ ବଡ଼ଙ୍ଗା, ରାଧାକୃଷ୍ଣ ଥିଏଟର୍ସ, ବ୍ରହ୍ମପୁର ସାରଥୀ ଥିଏଟର୍ସ। ସୁବର୍ଣ୍ଣ ବସୁଧା ଓ ଆଶ୍ରା ଖୋଜି ବୁଲୁଥିବା ଈଶ୍ୱର ନାଟକ ଦୁଇଟିର ସ୍ରଷ୍ଟାଙ୍କୁ ଯଥାକ୍ରମେ ଚିହ୍ନିତ କର। ଅପସନ୍ ଏ ମନ୍ମଥ ଶତପଥୀ, ଅପସନ୍ ବି ବିଜୟ ଶତପଥୀ, ଅପସନ୍ ସି ନାରାୟଣ ସାହୁ, ଅପସନ୍ ଡି ପ୍ରସନ୍ନ ମିଶ୍ର। ସଠିକ୍ ଉତ୍ତର ହେବ ସୁବର୍ଣ୍ଣ ବସୁଧା, ପ୍ରସନ୍ନ ମିଶ୍ର, ଆଶ୍ରା ଖୋଜି ବୁଲୁଥିବା ଈଶ୍ୱର ନାରାୟଣ ସାହୁ। ପରବର୍ତ୍ତୀ ପ୍ରଶ୍ନ, ଭୁଖା ଓ ହୋ ଭଗତେ ନାଟକ ଦ୍ୱୟ ସହିତ କେଉଁ ସ୍ରଷ୍ଟାଙ୍କୁ ଚିହ୍ନିତ କରାଯାଏ? ଶଙ୍କର ତ୍ରିପାଠୀ, ସୁବୋଧ୍ୟ ପଟ୍ଟନାୟକ, ରବୀନ୍ଦ୍ରନାଥ ଦାସ, ମଙ୍ଗଳୁଚରଣ ବିଶ୍ୱାଳ। ସଠିକ୍ ଉତ୍ତର ହେବ ଭୁଖା ମଙ୍ଗଳୁଚରଣ ବିଶ୍ୱାଳ, ହୋ ଭଗତେ ସୁବୋଧ୍ୟ ପଟ୍ଟନାୟକ।
परवर्ती प्रश्न रीति सहित केउं दुईटीर संपृक्ति रही शब्द गुण दोष गुण गुणागुण अर्थगुण सठिक उत्तर ऑप्शन ए शब्द गुण ऑप्शन डी अर्थगुण। परवर्ती प्रश्न निम्न केउं दुई आलंकारिक औचित्य संपर्क रे पुंखानुपुंख विचार करिसंती ऑप्शन ए भरत ऑप्शन बी आनंदवर्धन ऑप्शन सी भामह ऑप्शन डी खेमेन्द्र सठिक उत्तर ऑप्शन ए भरत ऑप्शन डी खेमेन्द्र। परवर्ती प्रश्न निम्नलिखित मध्यरु विघटनवादर केउं दुईटी प्रमुख लक्षण विकेन्द्रता पाठ पुनर्गठन क्षुद्रतम एककर अन्वेषण लेखकों गुरुत्व निम्नलिखित मध्यरु विघटनवादर केउं दुईटी प्रमुख लक्षण सठिक उत्तर हेब ऑप्शन ए विकेन्द्रता ऑप्शन बी पाठ पुनर्गठन। परवर्ती प्रश्न राधा प्रेमलीला सहित केउं गुड़िकर संपृक्ति रही उत्तर ओडिशा गद्यमय प्रकाश दैवी चरित्र आदि रस सठिक उत्तर ऑप्शन सी दैवी चरित्र आदि रस। परवर्ती प्रश्न केउं दुई जनक द्वारा चैती तामसा पुस्तकटी संकलित कुंज बिहारी दास कृष्णचंद्र बेहेरा चक्रधर महापात्र मनीन्द्र महांती सठिक उत्तर ऑप्शन बी कृष्णचंद्र बेहेरा ऑप्शन डी मनीन्द्र महांती। परवर्ती प्रश्न केउं दुई जन ओडिया लोक कहानीर संग्राहक जॉन बीम्स गोपालचंद्र प्रहराज जैनक करण महिला चक्रधर महापात्र सठिक उत्तर ऑप्शन बी गोपालचंद्र प्रहराज ऑप्शन सी जैनक करण महिला। परवर्ती प्रश्न पशुपक्षी मूड़क लोक कहानीर दुईटी वैशिष्ट्य ऑप्शन ए पशुपक्षी माने बाक शक्तिर अधिकारी ऑप्शन बी पशुपक्षी माने सबुबेले मनुष्यर हिताकांक्षी पशुपक्षी मानक पाखरे मनीष सुलभ आचरण थाए ऑप्शन डी एपरी कहानी रे सरीसृप ब्रात्य। सठिक उत्तर ऑप्शन ए पशुपक्षी माने बाक शक्तिर अधिकारी ऑप्शन सी पशुपक्षी मानक पाखरे मनीष सुलभ आचरण थाए। परवर्ती प्रश्न ऐतिहासिक भौगोलिक पद्धति अनुजाई निम्न केउं गुड़िक स्थिरीकृत हुए ऑप्शन ए कौनसी निर्दिष्ट लोक कहानीर संचरित गतिपथ लोक कहानी गुड़िकर पठन कौनसी निर्दिष्ट लोक कहानीर संभाव्य मूलरूप लोक कहानी गुड़िकर सृष्टि प्रक्रिया। सठिक उत्तर ऑप्शन ए कौनसी निर्दिष्ट लोक कहानीर संचरित गतिपथ ऑप्शन सी कौनसी निर्दिष्ट लोक कहानीर संभाव्य मूलरूप। परवर्ती प्रश्न क स्तंभ सहित ख स्तंभर उपयुक्त संपर्क निरूपण कर। क स्तंभरे अछि उत्क्षिप्त पार्श्विक लोड़ित संघर्षी ख स्तंभरे अछि र ड स ड़ सठिक उत्तर हेब उत्क्षिप्त ड पार्श्विक ड़ लोड़ित र
ସଂଘର୍ଷୀ ସ। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭରେ ଅଛି ଗୋପୀ ଦାସ, ବିଶ୍ୱମ୍ଭର ଦାସ, ନୀଳକଣ୍ଠ ଦାସ, କେଶବ ଶ୍ରୀଚନ୍ଦନ ପଟ୍ଟନାୟକ। ଖ ସ୍ତମ୍ଭରେ ଅଛି ବିଚିତ୍ର ମହାଭାରତ, ପିଲାଙ୍କ ମହାଭାରତ, ଟୀକା ମହାଭାରତ, ଛାନ୍ଦ ଭାରତ। ସଠିକ ଉତ୍ତର ହେବ ଗୋପୀ ଦାସ, ଟୀକା ମହାଭାରତ, ବିଶ୍ୱମ୍ଭର ଦାସ, ବିଚିତ୍ର ମହାଭାରତ, ନୀଳକଣ୍ଠ ଦାସ, ପିଲାଙ୍କ ମହାଭାରତ, କେଶବ ଶ୍ରୀଚନ୍ଦନ ପଟ୍ଟନାୟକ, ଛାନ୍ଦ ଭାରତ। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭରେ ଅଛି ମୁକୁତା ଦେବୀ, ଇନ୍ଦ୍ରଦ୍ୟୁମ୍ନ, ଶ୍ରୀମ୍ଭା ଚଣ୍ଡାଳୁଣୀ, ବତୀ ତାରା। ଖ ସ୍ତମ୍ଭରେ ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ଗୋବିନ୍ଦ ଚନ୍ଦ୍ର, ଲକ୍ଷ୍ମୀ ପୁରାଣ। ସଠିକ ଉତ୍ତର ହେବ ମୁକୁତା ଦେବୀ, ଗୋବିନ୍ଦ ଚନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ଦାରୁବ୍ରହ୍ମ ଗୀତା, ଶ୍ରୀମ୍ଭା ଚଣ୍ଡାଳୁଣୀ, ଲକ୍ଷ୍ମୀ ପୁରାଣ, ବତୀ ତାରା, ମୃଗୁଣୀ ସ୍ତୁତି। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭରେ ଅଛି ଗୋପିକା କୋଇଲି, ଅକ୍ରୂର କୋଇଲି, ଯଶୋଦା କୋଇଲି, କମଳାମୁଖ କୋଇଲି। ଖ ସ୍ତମ୍ଭରେ କବି ସୂର୍ଯ୍ୟ, ସଦାନନ୍ଦ ବ୍ରହ୍ମା, ଦନାଇ ଦାସ, ଜଗନ୍ନାଥ ଦାସ, ଗୋବିନ୍ଦ ଦାସ। ସଠିକ ଉତ୍ତର ହେବ ଗୋପିକା କୋଇଲି, ଗୋବିନ୍ଦ ଦାସ, ଅକ୍ରୂର କୋଇଲି, ଜଗନ୍ନାଥ ଦାସ, ଯଶୋଦା କୋଇଲି, ଦନାଇ ଦାସ, କମଳାମୁଖ କୋଇଲି, କବି ସୂର୍ଯ୍ୟ, ସଦାନନ୍ଦ ବ୍ରହ୍ମା। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭରେ ଅଛି ଗୋପାଳଚନ୍ଦ୍ର ପ୍ରହରାଜ, କପିଳେଶ୍ୱର ଦାସ, ରତ୍ନାକର ପତି, ନୀଳକଣ୍ଠ ଦାସ। ଖ ସ୍ତମ୍ଭରେ ଅଛି ମନ୍ତବ୍ୟ ପ୍ରକାଶ, ମହି ଘଡ଼ି ଘଡ଼ିକେ ଆନ, ଜାତୀୟତାର ଭିତ୍ତିଭୂମି, ଅସୀମର ଆହ୍ୱାନ। ସଠିକ ଉତ୍ତର ହେବ ଗୋପାଳଚନ୍ଦ୍ର ପ୍ରହରାଜ, ମହି ଘଡ଼ି ଘଡ଼ିକେ ଆନ, କପିଳେଶ୍ୱର ଦାସ, ଅସୀମର ଆହ୍ୱାନ, ରତ୍ନାକର ପତି, ମନ୍ତବ୍ୟ ପ୍ରକାଶ, ନୀଳକଣ୍ଠ ଦାସ, ଜାତୀୟତାର ଭିତ୍ତିଭୂମି। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭରେ ଅଛି ଶ୍ୟାମସୁନ୍ଦର ରାଜଗୁରୁ, ଶଶିଭୂଷଣ ରାୟ, ଗୋପାଳଚନ୍ଦ୍ର ପ୍ରହରାଜ, ଜଗବନ୍ଧୁ ସିଂ। ଖ ସ୍ତମ୍ଭରେ ଉତ୍କଳ ଋତୁଚିତ୍ର, ପ୍ରାଚୀନ ଉତ୍କଳ, ପ୍ରବଳାବଳୀ, ମିଆଁ ସାହେବଙ୍କ ଭୋଜନମତା। ସଠିକ ଉତ୍ତର ହେବ ଶ୍ୟାମସୁନ୍ଦର ରାଜଗୁରୁ, ପ୍ରବନ୍ଧାବଳୀ, ଶଶିଭୂଷଣ ରାୟ, ଉତ୍କଳ ଋତୁଚିତ୍ର, ଗୋପାଳଚନ୍ଦ୍ର ପ୍ରହରାଜ, ମିଆଁ ସାହେବଙ୍କ ଭୋଜନମତା, ଜଗବନ୍ଧୁ ସିଂ, ପ୍ରାଚୀନ ଉତ୍କଳ। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭରେ ଅଛି ଜୟନ୍ତୀ ରଥ, ହିରଣ୍ମୟୀ ମିଶ୍ର, ପାରମିତା ଶତପଥୀ, ଜ୍ୟୋତ୍ସ୍ନା ରାଉତରାୟ। ଖ ସ୍ତମ୍ଭରେ ଅଛି ଭାଷାକ୍ଷରା, ପୋତାଶ୍ରୟ, ଭିନ୍ନ ବର୍ଣ୍ଣବୋଧ, ପ୍ରଥମା। ସଠିକ ଉତ୍ତର ହେବ ଜୟନ୍ତୀ ରଥ, ଭିନ୍ନ ବର୍ଣ୍ଣବୋଧ, ହିରଣ୍ମୟୀ ମିଶ୍ର, ପ୍ରଥମା, ପାରମିତା ଶତପଥୀ, ଭାଷାକ୍ଷରା, ଜ୍ୟୋତ୍ସ୍ନା ରାଉତରାୟ, ପୋତାଶ୍ରୟ। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭ ଖ ସ୍ତମ୍ଭ ସଂଯୁକ୍ତା ରାଉତ, ନିବୁଜ ଘର, ଯଶୋଧାରା ମିଶ୍ର, ରେଖାଚିତ୍ର, ଅର୍ଚ୍ଚନା ନାୟକ, ଅନ୍ୟ ନାୟିକା, ଇଡ଼ିରା ଦାସ, ନବଗୁଞ୍ଜର। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭ ଖ ସ୍ତମ୍ଭ
यार सठिक उत्तर हेबो साहित्य और समालोचना। नारायण मोहन दे आधुनिक ओडिया कवितारे पाश्चात्य प्रभाव। क्षेत्रवासी नायक काव्य और कलाकार चिंतामणि बेहेरा। आधुनिक ओडिया काव्यधारा नरेंद्रनाथ मिश्र। परवर्ती प्रश्न व्याकरण बोध कुलमणि बेहेरा। आधुनिक ओडिया व्याकरण अनेश्वर महापात्र। नव व्याकरण नारायण महापात्र। प्रवेशिका व्याकरण रघुनाथ मिश्र। परवर्ती प्रश्न धनेश्वर महापात्र चौधरी हेमकांत मिश्र गगनेन्द्र नाथ दास गोलोक बिहारी धड़क अनुक्रमे निम्न प्रदत्त सेमानक रचित ग्रंथ गुड़िकु सजाओ। ऑप्शन रे अछि भाषा परीक्षण मनीषर भाषा ओडिया ध्वनि तत्व और शब्द संभार ओडिया भाषा चर्चार परंपरा। सठिक उत्तर हेबो धनेश्वर महापात्र ओडिया ध्वनि तत्व और शब्द संभार। चौधरी हेमकांत मिश्र भाषा परीक्षण। गगनेन्द्र नाथ दास ओडिया भाषा चर्चार परंपरा। गोलोक बिहारी धड़ मनीषर भाषा। सठिक उत्तर हेबो ऑप्शन 2। निम्न पत्रिका गुड़िकर प्रकाश काल अनुजाई उपयुक्त क्रमे निर्धारण कर। ऑप्शन रे अछि सहकार नवसंवाद सत्यवादी बिजुड़ी। सठिक उत्तर हेबो नवसंवाद बिजुड़ी सत्यवादी सहकार। परवर्ती प्रश्न निम्न घटना गुड़िकु उपयुक्त क्रम रे सजाओ। ऑप्शन ए कलिकता विश्वविद्यालय स्थापन। ऑप्शन बी पुरी ठारे प्रथम इंग्राजी स्कूल प्रतिष्ठा। ऑप्शन सी उत्कल ब्राह्म समाज प्रतिष्ठा। ऑप्शन डी कटक मिशन प्रेस स्थापन। प्रथमे आसीबा पुरी ठारे प्रथम इंग्राजी स्कूल प्रतिष्ठा। कटक मिशन प्रेस स्थापन कलिकता विश्वविद्यालय स्थापन उत्कल ब्राह्म समाज प्रतिष्ठा। परवर्ती प्रश्न जन्मकाल अनुजाई उपयुक्त क्रम निर्धारण कर। ऑप्शन रे अछि बसंत कुमारी पट्टनायक सीतादेवी खाड़ंगा कुंतला कुमारी सावत रेबा राय। प्रथमे आसीबे रेबा राय कुंतला कुमारी सावत सीतादेवी खाड़ंगा बसंत कुमारी पट्टनायक। परवर्ती प्रश्न प्रकाश काल अनुजाई गोदावरीश महापात्रंकर निम्न उपन्यासर उपयुक्त क्रम निर्धारण कर। ऑप्शन ए बंदीर माया। ऑप्शन बी विद्रोह। ऑप्शन सी राजद्रोही। ऑप्शन डी रक्तपात। प्रथमे आसीबो राजद्रोही विद्रोही बंदीर माया रक्तपात। परवर्ती प्रश्न निम्नलिखित उपन्यास गुड़िकर स्रष्टा मानंकु जन्मकाल अनुसारे सजाई लेख। ऑप्शन रे अछि अपहंच मलाजह्न तुंडबाईद जीवनर लक्ष्य। प्रथमे आसीबो मलाजह्न तुंडबाईद जीवनर लक्ष्य अपहंच। परवर्ती प्रश्न प्रतिभा सत्पथी निम्न कविता गुड़िकर प्रथम प्रकाश काल अनुजाई उपयुक्त क्रम निर्धारण कर। ऑप्शन रे अछि साहाड़ा सुंदरी सबरी नियत वसुधा तन्मय धूड़ी। सठिक उत्तर हेबो
प्रथमे आसीबो साहाड़ा सुंदरी, यापर नियत वसुधा, सबरी, तन्मय धोड़ी। परवर्ती प्रश्न, जन्मकाल अनुक्रमे निम्न कवि मानकर उपयुक्त क्रम निर्धारण कर। ऑप्शन रे अछि कमलाकांत लेंका, शकुंतला देवी, गोपाल चंद्र मिश्र, रवींद्रनाथ सिंह। सठिक उत्तर हेबो प्रथमे आसीबो गोपाल चंद्र मिश्र, रवींद्रनाथ सिंह, कमलाकांत लेंका, शकुंतला देवी। परवर्ती प्रश्न, निम्नलिखित पुस्तक गुड़िकर प्रकाशन कालानुजाई सजाई लेख। नूतन गल्प, मशाणीर फूल, मांकड़ और अन्यान्य गल्प, छाई। यार सठिक उत्तर हेबो प्रथमे आसीबो मशाणीर फूल, छाई, मांकड़ और अन्यान्य गल्प, नूतन गल्प। परवर्ती प्रश्न एवं शेष प्रश्न, मायाधर मानसिंह द्वारा रचित निम्नलिखित पुस्तक गुड़िकर कालानुक्रमे सजाई लेख। ऑप्शन रे अछि कवि और कविता, ओडिया साहित्यर इतिहास, ओडिया समाज और साहित्य, माटीर महाकवि सारला दास। सठिक उत्तर हेबो प्रथमे आसीबो कवि और कविता, यापरे ओडिया समाज और साहित्य, माटीर महाकवि सारला दास, ओडिया साहित्यर इतिहास। यह थिला आजिर शेष प्रश्न। वीडियोटी भल लागिथिले वीडियोटी को लाइक करंतु, चैनल को नुआ आसिथिले सब्सक्राइब करंतु एवं सांगसाथी मानक सह मध्य शेयर करंतु। धन्यवाद।